ପଠବୁ ତାର କ'ଣ ହାଇ ଗାଇସ୍ ଜୟ ଜଗନ୍ନାଥ। ଆମେ ସାଇକେଲ କାଣ୍ଡଲା ମ ଆଜି କ'ଣ କି ନା ଆମର ଦଶହରା କମ୍ପାନୀ ଛୁଟି ଅଛି, ସେଇଟା ହେଉଛି ଚେନ୍ନାଇ। ଆମର ଦଶହରା କମ୍ପାନୀ ଛୁଟି ଅଛି 2 ଦିନ। ତ ଆମେ ସେ 2 ଦିନ ଆଜି ଗୋଟେ ଦିନ ଆରମ୍ଭ ହେଇଛି, ଆଉ ଗୋଟେ ଦିନ କାଲିକି ବାକି ଅଛି। ଆଜି ଯେହେତୁ ବୁଧବାରଟା ଆମର ଟିକେ ସକାଳେ ଚିକେନଟି ଖାଇଥିଲୁ, ଅବିକା ମାଛ ଖାଇବୁ ବୋଲି ମନ କରିଛୁ। ମାଛ ଆମେ ଅଲରେଡ଼ି 2 ଜାଗା ବୁଲି ସାରିଲୁଣୁ, ମାଛ ମାର୍କେଟ 2 ଜାଗା ବୁଲି ସାରିଲୁଣୁ, ସେଠି ଭଲ ମାଛ ମିଳିଲାନି। ତ ସେଥିପାଇଁ ଆମେ ସାଇକେଲରେ ଯାଉଛୁ ହିରୁମାନେ କୁଟାଇ ଯାଉଛୁ ମାଛ ପାଇଁ। ଆମ ରୁମ୍ ପାଖରୁ ସେଇଟା 5 କିଲୋମିଟର ହେବ। ଆମେ ବର୍ତ୍ତମାନ NH ଉପରେ ଯାଉଛୁ, ଦେଖିବ NH ଉପରେ ଆମେ ଯାଉଛୁ। ତ ସାଇକେଲ ଚଲେଇ ଚଲେଇ ହାଲତ ପୁରା ଢିଲା ହେଇଗଲାଣି। ଆମର ସାରଦାଇ ସାଇକେଲ ଚଲାଉଛନ୍ତି, ତାଙ୍କ ମୁହଁଟା ଦେଖାଯାଉନି। ଆଉ ମୁଁ ରୁମ୍ ପାଖରୁ ସାଇକେଲ ଚଲେଇକିନା ଆସିଥିଲି ତାଣ୍ଡାଲମ୍ ଯାଏ। ତାପରଠୁ ମୁଁ ଆଉ ଚଲେଇ ପାଇଲିନି, କାହିଁକିନା ସାଇକେଲ ଚଲେଇବା ଅଭ୍ୟାସଟା ଆଉ ନାହିଁ ନା, ତ ଆଉ ଚଲେଇ ପାଇଲିନି। ସେଥିପାଇଁ ଆମର ଭାଇ ଜଣକ କହିଲେ ଦେ ମୁଁ ଚଲାଉଛି ତୁ ବସ୍। ତ ମୁଁ ବସି ବସି ଏନ୍ଜୟ କରି କରି ଯାଉଛି। ହଁ ଭାଇ ଚଲାଉଛନ୍ତି। ଭାଇ ସାଇକେଲ ଚଲେଇ କେମିତି ଲାଗୁଛି ଭାଇ? ହଁ ଭଲ ଲାଗୁଛି। ଭଲ ଲାଗୁଛି ତ? ହଁ ଭଲ ଲାଗୁଛି। ଏ ଗୋଟେ କି କମ୍ପାନୀ? ରାଜଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ କଲେଜ ଏଇଠି ହେଲା କି। NH ବର୍ତ୍ତମାନ ପୁରା ଫାଙ୍କା ଅଛି, ଗୋଟେ ଗୋଟେ ଗାଡ଼ି ଯାଉଛି। ତ ଆମେ ଚାଲିଛୁ ଆଉ। ତ ବର୍ତ୍ତମାନ ଆମେ ଦେଖା ହେବା ପୁଣି କେତେବେଳେ ନା ମାଛ ମାର୍କେଟ ପହଞ୍ଚି ସାରିଲା ପରେ। ମାଛ ମାର୍କେଟ ଆମକୁ ଲାଗିବ କେତେ ସମୟ ଲାଗିବ ସାର୍ ଭାଇ? 20 ମିନିଟ୍ ପରେ ମାଛ ମାର୍କେଟ ପହଞ୍ଚି ସାରିଲା ପରେ ତ ମୁଁ ଦେଖେଇବି କି ସେଠି କି ମାଛ ଅଛି। ସେ ପର୍ଯ୍ୟନ୍ତ ଟାଟା ବାଇ ବାଇ।